ଆଜି ଆସନ୍ତୁ ଆମ୍ଭେମାନେ ମୋର ପ୍ରେମୀ ପରମେଶ୍ୱର ଶୀର୍ଷକ ଦ୍ୱାରା ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଏହି ବିଷୟ ସହିତ ଆସନ୍ତୁ ଆମ୍ଭେମାନେ ପରମେଶ୍ୱର ଦ୍ୱାରା ଅନୁଗ୍ରହ ପ୍ରାପ୍ତ କରିବା। ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି। କାରଣ ମାତା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରେମ କରନ୍ତି, ତେବେ ସେ ଆପଣା ସ୍ୱର୍ଗୀୟ ମହିମା ଓ ଆପଣା ଚମତ୍କାର ଆତ୍ମିକ ଶରୀରକୁ ପଛେ ଛାଡ଼ିଦେଲେ ଓ ପାପୀର ଶରୀରରେ ଏହି ପୃଥିବୀରେ ଆସିଗଲେ। ବର୍ତ୍ତମାନ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। ଆଉ ଅନ୍ୟ ଜଣେ ଥିଲେ ଯିଏ ଆମ୍ଭମାନଙ୍କୁ ପ୍ରେମ କଲେ। ସେ ଆମ୍ଭମାନଙ୍କ ପାଇଁ ଦୁଃଖ ଉଠାଇଲେ। ସେ ଆମ୍ଭମାନଙ୍କ ପାଇଁ ଚାବୁକ ପ୍ରହାର ସହ୍ୟ କଲେ। ସେ ସମସ୍ତ ପ୍ରକାରର ଅପମାନକୁ ସହ୍ୟ କଲେ ଆଉ ତାଙ୍କର ପରିହାସ କରାଗଲା। ଏହାର କାରଣ ଏହା ଥିଲା କି ସେ ଆମ୍ଭମାନଙ୍କୁ ପ୍ରେମ କଲେ। ସେ ଆମ୍ଭମାନଙ୍କ ପାପକୁ ଉଠାଇବା ନିମନ୍ତେ କ୍ରୁଶରେ ଦୁଃଖ ଉଠାଇଲେ, କାରଣ ସେ ଆମ୍ଭମାନଙ୍କୁ ପ୍ରେମ କଲେ। ଆମେ ସମସ୍ତେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ପ୍ରେମ କରୁ। ଆମ୍ଭେମାନେ କହୁଅଛୁ, ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ, ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ। କିନ୍ତୁ କ'ଣ ଆମ୍ଭେମାନେ ସତରେ ପରମେଶ୍ୱରଙ୍କୁ ପ୍ରେମ କରୁ? ନିଜକୁ ଏହି ପ୍ରଶ୍ନ ପଚାରିବାର ସମୟ ଆସିଥିବ। ଗୋଟିଏ ସିଓନର ସୁଗନ୍ଧ ଆସିଲା। ସିଓନର ସୁଗନ୍ଧରେ ଜଣେ ଭଉଣୀ କହିଲା, ମୋତେ ଲାଗିଲା କି ମୁଁ ପରମେଶ୍ୱରଙ୍କୁ ପ୍ରେମ କରୁଅଛି, କିନ୍ତୁ କ'ଣ ମୁଁ ସତରେ ପରମେଶ୍ୱରଙ୍କୁ ପ୍ରେମ କଲି? ଭଉଣୀ ସଚେତତାରେ ଚର୍ଚ୍ଚରେ ଆସିଲା, ଯତ୍ନ ସହକାରେ ପ୍ରାର୍ଥନା କଲା ଓ ଭାବିଲା କି ସେ ସବୁବେଳେ ଆପଣା କାର୍ଯ୍ୟସ୍ଥଳରେ ପରମେଶ୍ୱରଙ୍କୁ ସ୍ମରଣ କରେ। କିନ୍ତୁ ଯେତେବେଳେ ସେ ଏହା ବିଷୟରେ ଧ୍ୟାନରେ ଚିନ୍ତା କଲା, ତେବେ ତାଙ୍କୁ ଅନୁଭବ ହେଲା କି ସେ ପରମେଶ୍ୱରଙ୍କୁ ପ୍ରେମ କରିବା ବିନା ଜୀବନଯାପନ କରୁଅଛି। ଆଉ ସେ ଏକ କାହାଣୀ ପଠାଇଲେ। ଏହା ସିଓନର ସୁଗନ୍ଧରେ ଉଲ୍ଲେଖିତ କାହାଣୀ ଅଟେ। ଇଂଲଣ୍ଡରେ ଏକ କ୍ୱିଜ୍ ଶୋ ଥିଲା। କ୍ୱିଜ୍ ମଧ୍ୟରୁ ଗୋଟିଏ ଏହା ଥିଲା, ଇଂଲଣ୍ଡରେ ଲଣ୍ଡନରୁ ଫ୍ରାନ୍ସର ପ୍ୟାରିସ୍ ପର୍ଯ୍ୟନ୍ତ ଯାତ୍ରା କରିବାର ସବୁଠାରୁ ଦ୍ରୁତତମ ମାର୍ଗ କ'ଣ? ବହୁତ ଲୋକମାନେ ଭିନ୍ନ ଭିନ୍ନ ଉତ୍ତର ଦେଲେ। ସବୁଠାରୁ ଦ୍ରୁତତମ ବିମାନରେ ଯିବା ବା ସବୁଠାରୁ ଦ୍ରୁତତମ ଗ୍ରେହାଉଣ୍ଡ ଜାହାଜରେ ଯିବା। କିନ୍ତୁ ସଠିକ ଉତ୍ତର କୌଣସି ଭୌତିକ ପ୍ରଣାଳୀ ବା ସାଧନ ନଥିଲା। ସବୁଠାରୁ ଦ୍ରୁତତମ ସର୍ଟକଟ୍ ହେଉଛି ଆପଣ ଯାହାକୁ ପ୍ରେମ କରନ୍ତି ତାଙ୍କ ସହିତ ସେଠାକୁ ଯିବା। ଯଦି ଆପଣ ତା ସହିତ ଯାତ୍ରା କରୁଛନ୍ତି ଯାହାକୁ ଆପଣ ପ୍ରେମ କରନ୍ତି, ତେବେ ଯଦି ଆପଣ ବହୁତ ଧୀମା ଗାଡ଼ିରେ ଯାତ୍ରା କରୁଥିବେ, ତଥାପି ମଧ୍ୟ ଏହା ବହୁତ କ୍ଷୁଦ୍ର ମାର୍ଗ ଲାଗେ, ହଁ ନା? ଯାହା ଅର୍ଥ ରଖୁଥାଏ ତାହା ପରିବହନର ସାଧନ ନୁହେଁ। ତାହେଲେ ଏବେ ସ୍ୱର୍ଗରାଜ ଆଡ଼କୁ ଚାଲିବା ସହିତ କ'ଣ ଆମ୍ଭେମାନେ ପ୍ରତ୍ୟେକ ଦିନ ଖୁସି ଅଛୁ? ଆଉ କ'ଣ ଆମ୍ଭେମାନେ ଭାବୁଅଛୁ କି ସ୍ୱର୍ଗର ମାର୍ଗ ଏତେ ଛୋଟ କାହିଁକି ଲାଗୁଅଛି? ଭଉଣୀ ସ୍ୱୀକାର କଲେ କି ସେ ସେହି ପ୍ରକାର ଜୀବନଯାପନ କରିନାହାନ୍ତି। ସିଓନର ସୁଗନ୍ଧକୁ ପଢ଼ିବା ସହିତ ମୁଁ ମଧ୍ୟ ଆପଣା ନିଜକୁ ପ୍ରତିବିମ୍ବିତ କଲି। ମୁଁ କେମିତି ଥିଲି? ଯଦିଓ ମୋତେ ଛୋଟ ବା ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଲା, ଯେତେବେଳେ ମଧ୍ୟ ମୁଁ ପୁରା ଦୁନିଆରେ ଘଟୁଥିବା ବିଷୟକୁ ଶୁଣିଲି, କ'ଣ ମୋତେ ଏପରି ଲାଗିଲା କି ସ୍ୱର୍ଗର ମାର୍ଗ ଛୋଟ ଥିଲା? ବା କ'ଣ ମୁଁ ଏହା ଭାବି କି ପିତା ଆସିବାରେ ବହୁତ ଧିମା ଥିଲା, ଲାଗିଲା କି ଏହା ଲମ୍ବା ଥିଲା? କ'ଣ ମୁଁ ପରମେଶ୍ୱରଙ୍କ ସହିତ ସୁସମାଚାରର କାମ କରୁଅଛି? ଯଦି ମୁଁ ପରମେଶ୍ୱରଙ୍କ ସହିତ ସୁସମାଚାର କାମ କରୁଥିଲି, ତେବେ ଯଦିଓ ଯେତେ ବି ସମୟ ଲାଗେ, ଏହା ଛୋଟ ଲାଗିଥିବ। ଏଥିପାଇଁ ସିଓନର ସୁଗନ୍ଧ ମୋତେ ବହୁତ କିଛି ଶିକ୍ଷା ଦେଲା ଓ ମୋ ହୃଦୟକୁ ସ୍ପର୍ଶ କଲା। ଆମ୍ଭମାନଙ୍କ ପ୍ରେମୀ ପରମେଶ୍ୱର, ଯଦି ହିଁ ଆମ୍ଭେମାନେ କହୁ କି ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ, କିନ୍ତୁ କ'ଣ ଆମ୍ଭେମାନେ ଭାବୁଅଛୁ କି ଏହି ମାର୍ଗ ଯେଉଁଥିରେ ଆମ୍ଭେମାନେ ପରମେଶ୍ୱରଙ୍କ ସହିତ ଚାଲୁଅଛୁ ଆମ୍ଭମାନଙ୍କୁ ଛୋଟ ଲାଗୁଅଛି ବା ଆମ୍ଭମାନଙ୍କୁ ବିରକ୍ତ ଅନୁଭବ କରୁଅଛୁ? ଯେତେବେଳେ ଆମ୍ଭେମାନେ 3500 ବର୍ଷ ପୂର୍ବେ ଜଙ୍ଗଲର ଇତିହାସରେ ଏକ ନଜର ପକାଉଅଛୁ, ତେବେ ଇସ୍ରାଏଲମାନେ 40 ବର୍ଷର ଯାତ୍ରା କଲେ। ଯଦି ହିଁ ଏହା କେବଳ 300 କିଲୋମିଟର ଥିଲା, ଯାହା ଛୋଟ ଅନ୍ତର ଅଟେ, ପରମେଶ୍ୱର ସେମାନଙ୍କୁ 40 ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ କାହିଁକି ରଖିଲେ?
परमेश्वर दिन बेले बादलर स्तंभ और रात्रि रे अग्निर स्तंभ सहित सेमानंकु नेतृत्व कले। जेतेबेले भी सेमानंकु कष्ट हैला परमेश्वर सेमानंक समस्त शत्रु मानंकु हटेई देले एवं 40 वर्ष पर्यंत एक झरणा परि स्वर्गरु मान्ना पठाइले। एही अद्भुत कार्य को देखाइबा सहित परमेश्वर सेमानंकु अनुभव कराइले कि से आउ केउठी नुहे किंतु सर्वदा सेमानंक सहित अछंती। जदि ही इस्राएल मानंक पाखरे परमेश्वर थिले किंतु सेमाने परमेश्वरंकु प्रेम करू नथिले। एही कारणरु सेमानंकु जंगलर मार्गरे विरक्त अनुभव हैला। परमेश्वर सर्वदा बादलर स्तंभ और अग्निर स्तंभ सहित सेमानंक रक्षा कले और सेमानंकु 40 वर्ष मध्यरे देखाइले कि परमेश्वर सेमानंक मध्यरे थिले। तथापि मध्य सेमाने विरक्त अनुभव कले। सेमाने सर्वदा एहा चिंता करी अभियोग कले और विरक्त हेले परमेश्वर आममानकु काहेकि सेठारे घुरी बुलिबाकु देउछंती जेउठारे आम्हे माने आसी अछु जहा द्वारा आम्हे माने शीघ्र किणानरे प्रवेश न करि पारु। भाई और भौणी माने परमेश्वर आममानक हृदय रे अछंती। आम समस्तंकु परमेश्वरंक सहित प्रेम करिबा उचित। जदि ही परमेश्वर आममानक सहित अछंती किंतु जदि आम्हे माने तांकु प्रेम करिबा नाही तेबे कोन हेबो? आममानक अंतिम सुसमाचार यात्रा उद्धारर अंतिम महान यात्रा केमिति लागिबो? एहा विरक्त कठिन और क्लांत लागुअछि। एहा शीघ्र काहेकि हेउ नाही? ताहा शीघ्र काहेकि हेउ नाही? परमेश्वर शीघ्र काहेकि आसु नाहंती? आममानक मुखरु बहुत गुड़िए अभियोग बाहरकु आसिबो। एथिपाई जदि आम्हे माने प्रथमे आपण हृदय को परमेश्वरंक प्रति प्रेम और विश्वासर सहित पूर्ण करिबा तेबे विश्राम दिन को पालन करिबा सहज होइजिबो। जदि ही गोटिए उपदेश लंबा थाए किंतु एहा विरक्तकर नुहे। जदि ही आममानक पाखरे परमेश्वर अछंती किंतु जेतेबेले आममानक हृदय रे परमेश्वरंक प्रति प्रेम न थाए तेबे आम्हे प्रत्येक वस्तु विषय रे अभियोग करूअछु और विरक्त हेउअछु। कोन एहा सत्य नुहे? परमेश्वर आममानकु मृत्यु हेबा पर्यंत मध्य प्रेम कले। जदि परमेश्वर आममानकु पचारिबे कोन तुम्हे माने मते प्रेम करूअछ तेबे आम्हे माने तांकु कोन उत्तर देबा? आम्हे आपण मुखरे ही कहिबा। आम्भमानक बुद्धि रे आम्हे निश्चित रूप रे कहिबा ओ मु आपणको प्रेम करूअछि। कारण हृदय रे परमेश्वरंक प्रति कोनोसी प्रेम नाही। एतिपाई मार्ग एते लंबा विरक्त और कठिन लागुअछि। आनंद और खुशी गुप्त होई जाए। इंग्लैंड रे एक क्विज शो रे जेतेबेले लोकमानंकु प्रश्न करागला इंग्लैंड रे लंडन रु फ्रांस रे पेरिस रो यात्रा करिवार सबुठारु द्रुततम मार्ग कोन? तेबे प्रत्येक जन एक भौतिक मार्ग चिंता कले। विमान रे सेठाकु जिबा सबुठारु द्रुततम नाही, ग्रेहाउंड जहाज नेबा सबुठारु द्रुततम। किंतु दुईटी मध्यरु कोनोसी मध्य सठिक उत्तर नथिला। सठिक उत्तर एहा थिला सेठाकु ताहांको सहित जिबा जहांकु आपण प्रेम करूछंती। जदि आपण निजर प्रियजन सहित यात्रा करूछंती तेबे आपण कहिबे आम्बे आगरु ही पहुंची जाइअछु, आम्बे एते शीघ्र आसी गलु। जदि ही एहा सगळ गाडीर सवार होई गोटिए धीमा यात्रा अटे किंतु एहा कदापि लंबा मार्ग नुहे। भाई और भौणी माने कोन आपण वास्तव रे परमेश्वर को प्रेम करूछंती बा नुहे? आज आसंतु आमे माने स्वर्गर आममानक यात्रा विषय रे विचार करिबा। जेउठी आम्बे विश्वासर जंगल रे गमन करूअछु आममानंकु एहा भाबिबार आवश्यक अछि कि 3500 वर्ष पूर्वे जंगल रे इस्राएल मानंकु काहेकि विनाश करा जाइथिला। जेउ कारणरु से माने विरक्ति अनुभव करूथिले और सर्वदा अभियोग करूथिले ताहा एहा थिला कि से माने परमेश्वर को प्रेम करू नथिले। सियोन रो सुगंध को पढ़ी मो पाखरे बहुत गुड़िए विचार थिला। मु आपणा विषय रे समस्त सुसमाचार मार्ग जेउथिरे मु चालिली ओ अनंत स्वर्गर राज्य जेउठी आमे माने एबेठारो चालिबा उचित रो विषय रे भाबिली।
ଆଉ ମୁଁ ଆଶ୍ଚର୍ଯ୍ୟ ହେଲି କି କ'ଣ ମୁଁ ପରମେଶ୍ୱରଙ୍କୁ ପ୍ରେମ କରିବା ସହିତ ଏହି ସୁସମାଚାରର କାର୍ଯ୍ୟ କରୁଥିଲି ବା ମୁଁ ଆପଣା ଇଚ୍ଛା ଓ ଆପଣା ଲୋଭରେ ଆସି ଲକ୍ଷ୍ୟର ଆଡ଼କୁ ଚାଲୁଥିଲି। ଏକ ବିମାନ ବା ଏକ ଗ୍ରେହାଉଣ୍ଡ ଜାହାଜର ତୁଳନାରେ ଦ୍ରୁତତମ ମାର୍ଗ କୌଣସି ଏପରି ବ୍ୟକ୍ତିଙ୍କ ସହିତ ଯିବାର ଅଛି ଯାହାକୁ ଆପଣ ପ୍ରେମ କରନ୍ତି। ଆମମାନଙ୍କ ମାର୍ଗ ସେହି ପ୍ରକାରର ମାର୍ଗ କରିବା ଉଚିତ। ତେବେ ଏହା ବାସ୍ତବରେ ପରମେଶ୍ୱରଙ୍କ ସହିତ ଚାଲିବାର ଏକ ସୁନ୍ଦର ମାର୍ଗ ହେବ, ହଁ ନା? ଯଦି ଆମ୍ଭେ ସ୍ୱର୍ଗ ଯିବା ପାଇଁ ଚାହୁଁଅଛୁ ତେବେ ଆମ୍ଭେ ଏହି ପ୍ରକାରର ମାର୍ଗରେ ଚାଲିବା ଉଚିତ। ଯହୋଶୁଆ ଓ କାଲେବ ପରି ଲୋକଙ୍କ ପାଖରେ ଏହି ପ୍ରକାରର ବିଶ୍ୱାସ ଥିଲା। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରୁଥିଲେ। ଏଥିପାଇଁ ଜଙ୍ଗଲରେ ହେବା ବାବଜୁଦ ସେମାନେ ବିରକ୍ତ ଅନୁଭବ କରୁନଥିଲେ। କ'ଣ ହେବ ଯଦି ଆପଣ ଜେଜୁ ଦ୍ୱୀପ ଯିବା ପାଇଁ ଚାହୁଁଛନ୍ତି କିନ୍ତୁ ବ୍ୟକ୍ତି ଯାହାକୁ ଆପଣ ପ୍ରେମ କରୁଛନ୍ତି କହିବ ମୁଁ ଜେଜୁ ଦ୍ୱୀପରୁ ଅଧିକ ସିଏଲରେ ଲୋଟେ ୱାର୍ଲଡରେ ଯିବାକୁ ଚାହୁଁଅଛି? ତେବେ ଆପଣ କ'ଣ କରିବେ? କ'ଣ ଆପଣ କହିବେ ବିଲକୁଲ ନାହିଁ, ଆମ୍ଭେ ଜେଜୁ ଦ୍ୱୀପ ଯାଉଅଛୁ କାରଣ ମୁଁ ସେଠାରେ ଯିବାକୁ ଚାହୁଁଅଛି? ଯଦି ଆପଣ ଏହି ପ୍ରକାର ଜୋର ଦେବେ ତେବେ ଆପଣ ଏହା କହିପାରିବେ ନାହିଁ କି ଆପଣ ସେହି ବ୍ୟକ୍ତି ସହିତ ପ୍ରେମ କରୁଛନ୍ତି। ଯଦି ଆପଣ ସେହି ବ୍ୟକ୍ତି ସହିତ ପ୍ରେମ କରୁଛନ୍ତି ତେବେ ଆପଣ ସବୁ କିଛି ମାନି ନେବେ, ଆପଣ ନିଜର ବଳିଦାନ କରିବେ, କିନ୍ତୁ ତଥାପି ମଧ୍ୟ ଆପଣ କେମିତି ଅନୁଭବ କରିବେ? ଆପଣ ଖୁସି ଓ ଆନନ୍ଦିତ ଅନୁଭବ କରିବେ। ସେହି ପ୍ରକାର ପରମେଶ୍ୱରଙ୍କ ସହିତ ଆମମାନଙ୍କ ସହିତ ସୁନ୍ଦର ହେବା ଉଚିତ। 3500 ବର୍ଷ ପୂର୍ବେ ଜଙ୍ଗଲରେ ଇସ୍ରାଏଲ ମାନେ ପ୍ରତ୍ୟେକ ସକାଳେ ଯେମିତି ହିଁ ଆଖି ଖୋଲୁଥିଲେ ସେମାନେ ଦେଖିପାରିଥାନ୍ତେ କି ପରମେଶ୍ୱରଙ୍କ ଅସ୍ତିତ୍ୱ ଅଛି। କାରଣ ଯେ ସମୟରେ ମଧ୍ୟ ସେମାନେ ତମ୍ବୁକୁ ଦେଖୁଥିଲେ ବାଦଲର ସ୍ତମ୍ଭ ବା ଅଗ୍ନିର ସ୍ତମ୍ଭ ସର୍ବଦା ଥିଲା, ତେବେ ପ୍ରତ୍ୟେକ ଜଣ ପରମେଶ୍ୱରଙ୍କ ଉପସ୍ଥିତି ଦେଖିପାରିଥାନ୍ତେ। ପରମେଶ୍ୱର ସେଠାରେ ଥିଲେ କିନ୍ତୁ ସେମାନେ ତାଙ୍କୁ ହୃଦୟରେ ପ୍ରେମ କରୁନଥିଲେ। ପରମେଶ୍ୱର ତାଙ୍କ ପାଇଁ ପ୍ରେମୀ ନଥିଲେ। ଯଦି ହିଁ ପରମେଶ୍ୱର ସେଠାରେ ଥିଲେ କିନ୍ତୁ ସେମାନେ ପରମେଶ୍ୱରଙ୍କ ସହିତ ପ୍ରେମ କରୁନଥିଲେ, ଏଥିପାଇଁ ସେମାନେ ଜଙ୍ଗଲରେ 40 ବର୍ଷ ପର୍ଯ୍ୟନ୍ତ ଅଭିଯୋଗ କଲେ ଓ ବିରକ୍ତ ହେଲେ, ମୂର୍ତ୍ତି ପୂଜା କଲେ ଓ ଏପରି ସମସ୍ତ ପ୍ରକାରର କାମ କଲେ ଯାହା ସବୁ ପରମେଶ୍ୱର ଘୃଣା କରୁଥିଲେ। ଆମ୍ଭେମାନେ ବିଶ୍ୱାସର ଜଙ୍ଗଲରେ ପ୍ରବେଶ କରୁଅଛୁ ଓ ଆମ୍ଭେମାନେ ବର୍ତ୍ତମାନ ସ୍ୱର୍ଗର ରାଜ୍ୟ ଆଡ଼କୁ ଗମନ କରୁଅଛୁ। ଆଜି ଯଦି ଆପଣ ଭାବନ୍ତି ପରମେଶ୍ୱର ବହୁତ ଶୀଘ୍ର ଆସୁନାହାନ୍ତି କାହିଁକି, ଏହା ବିରକ୍ତକର। ପୁଣି ଆପଣଙ୍କୁ ସ୍ୱୟଂର ଯାଞ୍ଚ କରିବା ଉଚିତ କି କ'ଣ ଆପଣ ପରମେଶ୍ୱରଙ୍କୁ ପ୍ରେମ କରୁଅଛ ବା ନୁହେଁ। ଆମମାନଙ୍କୁ ଏହା ଭାବିବାର ଆବଶ୍ୟକ ଅଛି କି କ'ଣ ଆମେମାନେ ଏବେ ପରମେଶ୍ୱରଙ୍କ ସହିତ ଅନୁଗ୍ରହପୂର୍ବକ ଚାଲୁଅଛୁ? ଆମେମାନେ ପରମେଶ୍ୱରଙ୍କ ସହିତ ଚାଲୁଥାଇ କେବେ ବିରକ୍ତ ଅନୁଭବ କରିପାରିବା ନାହିଁ। ଆମେମାନେ କେବେ ବି ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଚିନ୍ତିତ ଅନୁଭବ କରିପାରିବା ନାହିଁ। ପ୍ରାର୍ଥନା ପରମେଶ୍ୱର ସହିତ କଥାବାର୍ତ୍ତା କରିବାର ଅଛି। ଏହା ଏକ ସୁନ୍ଦର ସମୟ, ହଁ ନା? ପିତା, ଆଜି ଏପରି କଥା ହେଲା। ଯଦି ହିଁ ମୁଁ ପ୍ରତ୍ୟେକ ବସ୍ତୁର ଚେଷ୍ଟା କରିଅଛି କିନ୍ତୁ ଏପରି ବହୁତ ଗୁଡ଼ିଏ ବସ୍ତୁ ଅଛି ଯାହା ମୋର ନିଜର ସାମର୍ଥ୍ୟ ଦ୍ୱାରା ସମାଧାନ କରିବା ମୁସ୍କିଲ। ଦୟାକରି ମୋର ସାହାଯ୍ୟ କରନ୍ତୁ। ଯଦି ଆମେମାନେ ପରମେଶ୍ୱରଙ୍କ ପ୍ରତି ସଚ୍ଚୋଟ ପ୍ରେମର ପ୍ରାର୍ଥନା କରିଥାଉ ଓ ଯଦି ଆମେମାନେ ପରମେଶ୍ୱରଙ୍କ ପ୍ରତି ପ୍ରେମର ସହିତ ଯତ୍ନ ସହକାରେ ପ୍ରଚାର କରୁଥାଉ, ଯଦି ଆମେମାନେ ପରମେଶ୍ୱରଙ୍କ ଆରାଧନା କରିଥାଉ ଆଉ ଆପଣ ହୃଦୟର ଗଭୀରତାରେ ପରମେଶ୍ୱରଙ୍କୁ ପ୍ରେମ କରିବା ସହିତ ସତ୍ୟର ବାକ୍ୟ ଗୁଡ଼ିକ ଅଧ୍ୟୟନ କରିଥାଉ, ତେବେ କ'ଣ କିଛି ବିରକ୍ତ ଲାଗିବ? ଧରି ନିଅନ୍ତୁ କି କୌଣସି ବ୍ୟକ୍ତି ଯାହାଙ୍କୁ ଆପଣ ପ୍ରେମ କରନ୍ତି ଆପଣଙ୍କୁ ଏକ ପତ୍ର ପଠାଇଲା। ଯେତେବେଳେ ଆପଣ ପତ୍ର ପ୍ରାପ୍ତ କରୁଛନ୍ତି ତେବେ କ'ଣ ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ? ଯଦି ହିଁ ତାହା 10 ପୃଷ୍ଠା ହେଉ ବା 20 ପୃଷ୍ଠାର, ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ିବେ ଆଉ ଆପଣ ଭାବିବେ ଏହା ଆରମ୍ଭରୁ ହିଁ ସମାପ୍ତ ହୋଇଅଛି। ଆପଣ ଏହା ଚିନ୍ତା କରି କି କ'ଣ ସେ ପଛଆଡ଼େ କିଛି ଲେଖିଥିବ ପତ୍ରକୁ ଦେଖିବା ପାଇଁ ଓଲଟାଇବେ, ହଁ ନା? ଆଜି ଆମେମାନେ ଗମ୍ଭୀରତାରେ ଚିନ୍ତା କରିବା ଉଚିତ କି କ'ଣ ଆମେମାନେ ପ୍ରେମର ସହିତ ପରମେଶ୍ୱରଙ୍କ ଆରାଧନା କରୁଅଛୁ ବା ନୁହେଁ। କ'ଣ ଆମ୍ଭେମାନେ ପରମେଶ୍ୱରଙ୍କୁ ପ୍ରେମ ସହକାରେ ଦେଖୁଅଛୁ? କ'ଣ ଆମେମାନେ ପରମେଶ୍ୱରଙ୍କ ପ୍ରତି ପ୍ରେମର ସହିତ ବିଶ୍ୱାସର ମାର୍ଗରେ ଚାଲୁଅଛୁ? ଯଦି ଆମେମାନେ ଏପରି କରୁଅଛୁ ତେବେ ସ୍ୱର୍ଗର ମାର୍ଗ କଦାପି ବିରକ୍ତି ହୋଇପାରିବ ନାହିଁ। ପ୍ରଚାର କରିବା ସମୟ କଦାପି ବିରକ୍ତ ହୋଇପାରିବ ନାହିଁ। କାହିଁକି? ଏହା ଏଥିପାଇଁ କାରଣ ଆମମାନଙ୍କ ପ୍ରେମୀ ପରମେଶ୍ୱର ତାହା ଆମମାନଙ୍କୁ କରିବାର ଆଜ୍ଞା ଦେଇଅଛନ୍ତି, ହଁ ନା? ଜଣେ ସ୍ତ୍ରୀ ଆପଣା ସ୍ୱାମୀକୁ କହିଲା, ପ୍ରିୟତମ, ଘର ଫେରି ଆସିବା ସମୟରେ କ'ଣ ଆପଣ ମୋ ପାଇଁ ଆଜି ତିଆରି ହୋଇଥିବା ସ୍ୱାଦିଷ୍ଟ କେକ୍ କିଣିପାରିବ?
ଯେତେବେଳେ ସ୍ୱାମୀ ପାଖାପାଖି ଘର ପହଞ୍ଚି ଯାଇଥିଲା ତେବେ ତାକୁ ମନେ ପଡ଼ିଲା କି ତାହାର ପ୍ରିୟ ପତ୍ନୀ କ'ଣ କହିଥିଲା। କ'ଣ କୌଣସି ସ୍ୱାମୀ ଅଛନ୍ତି ଯିଏ କେବଳ ଏମିତି ହିଁ ଘରକୁ ଆସିବ? ଯଦି କେହି ଅଛନ୍ତି ତେବେ ଏହା ଏକ ଗମ୍ଭୀର ସମସ୍ୟା ଅଟେ। ଯଦି ସେ ଆପଣା ପତ୍ନୀକୁ ପ୍ରେମ କରୁଥାଏ ତେବେ ସେ ଅବଶ୍ୟ ବୁଲି ଯାଇଯିବ। ଯଦି ଆପଣ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଅଛନ୍ତି ତେବେ ଆପଣ କେବଳ ଘରକୁ ଆସିପାରିବେ। କିନ୍ତୁ ଯଦି ଆପଣଙ୍କୁ ତାହା ମନେ ପଡ଼େ ତେବେ ଆପଣ ଏମିତି ହିଁ ଘରକୁ ଆସିବେ ନାହିଁ, ଆପଣ ବୁଲି ଯାଇଯିବେ। ଯଦି ହିଁ ଆପଣ କାମ କରିବା ଦ୍ୱାରା ଅଳ୍ପ କ୍ଳାନ୍ତ ଅନୁଭବ କରିବେ କିନ୍ତୁ ଆପଣ ତାହା କରିବାକୁ ଚାହିଁବେ ଯାହା ଆପଣଙ୍କ ପତ୍ନୀ ଚାହୁଁଅଛି। ଆମମାନଙ୍କ ପ୍ରେମୀ ପରମେଶ୍ୱର ଆମମାନଙ୍କୁ ସାମରିଆ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହି ସୁସମାଚାର ପ୍ରଚାର କରିବା ପାଇଁ କହିଲେ। ଏହା ପରମେଶ୍ୱରଙ୍କ ପ୍ରେମର ପବିତ୍ର ନିବେଦନ ଅଟେ, ହଁ ନା? କାରଣ ଆମ୍ଭମାନଙ୍କୁ ଏହି ଅନୁରୋଧ ପ୍ରାପ୍ତ ହେଲା। କ'ଣ କେହି ଏମିତି ଅଛି ଯିଏ ଭାବୁଥାଏ ବହୁତ ଗରମ, ତେବେ କ'ଣ ମୋତେ ବାସ୍ତବରେ ଏପରି କରିବା ଉଚିତ? ବର୍ଷା ହେଉଅଛି, କ'ଣ ମୋତେ ଆଜି ଆଜ୍ଞା ପାଳନ କରିବା ଉଚିତ? ଯେତେବେଳେ ଆମ୍ଭେମାନେ ଚିନ୍ତା କରୁଅଛୁ କି ଆମ୍ଭେମାନେ ଏପରି କାହିଁକି କରୁନାହୁଁ, ତେବେ ଆମ୍ଭମାନଙ୍କୁ ଚିନ୍ତା କରିବା ଉଚିତ କି କ'ଣ ଆମ୍ଭେ ବାସ୍ତବରେ ପରମେଶ୍ୱର ସହିତ ପ୍ରେମ କରୁଅଛୁ? କ'ଣ ଆମ୍ଭମାନଙ୍କ ହୃଦୟରେ ପରମେଶ୍ୱରଙ୍କ ପ୍ରତି ପ୍ରେମ ଅଛି? ବା ଆମ୍ଭେମାନେ ଏହା କହୁଅଛୁ ପରମେଶ୍ୱର ମୁଁ ଆପଣଙ୍କୁ ପ୍ରେମ କରୁଅଛି, ସେ ଆମ୍ଭମାନଙ୍କ ପରିବର୍ତ୍ତେ ଚାବୁକ ମାଡ଼ ସହ୍ୟ କଲେ ଓ ଆଘାତ ହେଲେ। ଆମ୍ଭେମାନେ ଏହି ତଥ୍ୟର ବିଷୟରେ ଭାବିବା ଉଚିତ କି ସ୍ୱର୍ଗୀୟ ପିତା ଓ ମାତା ସ୍ୱଇଚ୍ଛାରେ ସେହି ସ୍ଥାନକୁ ଗଲେ ଯେଉଁଠି ଆମ୍ଭେମାନେ ଆପଣା ପାପ କାରଣରୁ ମରିଯିବାର ଉଚିତ ଥିଲା। କ'ଣ ସ୍ୱର୍ଗ ଆଡ଼କୁ ଆମ୍ଭମାନଙ୍କ ମାର୍ଗ ବିରକ୍ତ ବା ଆନନ୍ଦିତ? ଓ ଏହା ବହୁତ ଛୋଟ, କେମିତି ସମୟ ଏତେ ତୀବ୍ରତାରେ ଉଡ଼ି ଯାଉଅଛି। ଆମ୍ଭେମାନେ ପରମେଶ୍ୱରଙ୍କ ସହିତ ଭାବପ୍ରବଣତାରେ ନ ଚାଲିବା ଉଚିତ ଯାହାକୁ ଆମ୍ଭେ ପ୍ରେମ କରୁଅଛୁ। ଇସ୍ରାଏଲ ମାନେ ପରମେଶ୍ୱରଙ୍କ ସହିତ ଚାଲିଲେ କିନ୍ତୁ ସେମାନେ ପରମେଶ୍ୱର ସହିତ ପ୍ରେମ କରୁନଥିଲେ। ଏହି କାରଣ କି ଯେତେବେଳେ କିଛି ଭୋଜନ ନଥିଲା ତେବେ ସେମାନେ କିଛି ଭୋଜନ ନ ହେବା ପାଇଁ ବିରକ୍ତ ହେଲେ ଓ ଯେତେବେଳେ ଜଡ଼ ନଥିଲା ତେବେ ସେମାନେ ଜଡ଼ ନ ହେବା ପାଇଁ ବିରକ୍ତ ହେଲେ। ସେମାନେ ଆପଣା 40 ବର୍ଷକୁ କ୍ରୋଧରେ ପରିପୂର୍ଣ୍ଣ କରିଦେଲେ। ସେହି ଯୁଗକୁ ଦେଖିବା ସହିତ ଆସନ୍ତୁ ଆମ୍ଭେମାନେ ଆପଣା ନିଜକୁ ଗୋଟିଏ ଥର ପ୍ରତିବିମ୍ବିତ କରିବା। ଯଦି ଆମ୍ଭେ କୌଣସି ଏପରି ବ୍ୟକ୍ତିଙ୍କ ସହିତ ଗୋଟିଏ ମାର୍ଗରେ ଚାଲୁଥିବା ଯାହାକୁ ଆମ୍ଭେ ପ୍ରେମ କରୁଅଛୁ, ତେବେ ଯଦିଓ ତାହା କେତେ ବି ଲମ୍ବା ହେଉନା କାହିଁକି ତାହା ଛୋଟ ଲାଗୁଅଛି। ପରମେଶ୍ୱରଙ୍କ ସହିତ ଆମ୍ଭେ ଯେଉଁ ମାର୍ଗରେ ଚାଲୁଅଛୁ ତାହା ଏକ ଏପରି ମାର୍ଗ ହେବା ଦରକାର ଯାହା ବିଷୟରେ ଆମ୍ଭେ କହିପାରିବା ଆମ୍ଭେ ଆରମ୍ଭରୁ ହିଁ ଆସିଅଛୁ, ମୁଁ ଅଳ୍ପ ଆଉ ଚାଲିପାରିବି। ଏଥିପାଇଁ ଆଜି ଆସନ୍ତୁ ଆମ୍ଭେମାନେ ଯୋହନ 21ରେ ପରମେଶ୍ୱରଙ୍କ ବାକ୍ୟକୁ ଦେଖିବା। ଅଧ୍ୟାୟ 21 ପଦ 15। ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ସିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ସେ ତାହାଙ୍କୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଏହି ବାକ୍ୟ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଯୀଶୁ ଏହି ବାକ୍ୟ ପିତରଙ୍କୁ ସେହି ସମୟରେ ଦେଲେ ଯେତେବେଳେ ସେ ଆପଣା ପୁନରୁତ୍ଥାନର ପରେ ପ୍ରକଟ ହୋଇଥିଲେ। ଯୀଶୁ ପିତରଙ୍କ ସମ୍ମୁଖରେ ପ୍ରକଟ ହେଲେ ଯିଏ ତାଙ୍କୁ 3 ଥର ଅସ୍ୱୀକାର କରିଥିଲା ଏବଂ ତାଙ୍କୁ 3 ଥର ପଚାରିଲା କି କ'ଣ ସେ ତାଙ୍କୁ ପ୍ରେମ କରୁଅଛି। କ'ଣ ତୁମ୍ଭେ ମୋତେ ପ୍ରେମ କରୁଅଛ? ହଁ ପ୍ରଭୁ, ଆପଣ ମୋର ମନ, ମୋର ବିଶ୍ୱାସ ଓ ମୋ ହୃଦୟକୁ କିଏ ଆଉ ଉତ୍ତମ ଜାଣିଅଛି, ହଁ ନା? ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋହର ମେଷ ଶାବକମାନଙ୍କୁ ଚରାଅ। ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ପ୍ରେମ କରୁଅଛ? ସେ ତାହାଙ୍କୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋର ମେଷମାନଙ୍କୁ ପ୍ରତିପାଳନ କର। ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ସ୍ନେହ କରୁଅଛ? ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି। ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଯୀଶୁ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ। ଧରି ନିଅନ୍ତୁ ଜଣେ ବ୍ୟକ୍ତି ଯାହାଙ୍କୁ ଆପଣ ପ୍ରେମ କରନ୍ତି। ସେ ତାହାର ଛୋଟ ଯାତ୍ରା ସମୟରେ ଆପଣଙ୍କୁ ତାହାର ପୋଷା କୁକୁର ବା ବିଲେଇର ଧ୍ୟାନ ରଖିବାକୁ କହିଲା। ସେ ଆପଣଙ୍କୁ ବୁଝାଇ ଦେଲା କି ତାହାର କୁକୁର ବା ବିଲେଇକୁ କ'ଣ ପସନ୍ଦ ଆଉ ତାହାକୁ କେଉଁ ପ୍ରକାର ଅଭ୍ୟାସ ଅଛି। ଯଦି ଏହି ପୋଷା କୁକୁର ବା ବିଲେଇ ତାହା ଅଟେ ଯାହା ସେ ପ୍ରେମ କରେ,
ତ କ'ଣ ଆପଣ ଏହାକୁ ବାଡ଼େଇବେ ବା ଗାଡ଼ି ଦେବେ? କାରଣ ସେ ଏପରି କିଛି କଲା ଯାହା ଆପଣଙ୍କୁ ପସନ୍ଦ ଆସିଲା ନାହିଁ। 막 회초리로 야단치고 그렇게 합니까? ଆପଣ ଏପରି କରିପାରିବେ ନାହିଁ। 여기서도 ଏଠାରେ ମଧ୍ୟ ଯୀଶୁ ସ୍ୱର୍ଗ ଯିବା ପୂର୍ବେ ପିତରଙ୍କୁ 3 ଥର ପଚାରିଲେ, ତୁମେ କ'ଣ ମୋତେ ପ୍ରେମ କରୁଅଛ? ଯଦି ତୁମେ ମୋତେ ପ୍ରେମ କରୁଅଛ, ତେବେ ମୋହର ମେଷମାନଙ୍କୁ ଚରାଅ। 그 이후 ତାହାପରେ ପିତର ଆପଣ ସମସ୍ତ ପ୍ରାଣ ସହିତ ମେଷମାନଙ୍କର ଦେଖାଶୁଣା କଲା। 때들을 돌봤습니다. ସେ ଈଶ୍ୱରଙ୍କ ମେଷଗୁଡ଼ିକ ଦେଖାଶୁଣା ନିମନ୍ତେ ପ୍ରତ୍ୟେକ ସମ୍ଭବ ପ୍ରୟାସ କଲା। 노력을 다했죠. 그러다가 이제 ତାପରେ 마침내 ଶେଷରେ ରାଜା ନେରଙ୍କ ଅତ୍ୟାଚାର କାରଣରୁ ତାଙ୍କୁ କ୍ରୁଶରେ ବିଧ କରାଗଲା। 십자가 ସେ କହିଲେ, ମୋତେ ଆମମାନଙ୍କ ପ୍ରଭୁଙ୍କ ପରି କ୍ରୁଶରେ ସିଧା ବିଧ କରାଯାଇ ପାରିବ ନାହିଁ। 이렇게 십자가에 ସେଥିପାଇଁ ମୋତେ ଓଲଟା ଟଙ୍ଗାଇ ଦିଅ। 그러니 제발 나를 거꾸로 매달아 달라고 말이죠. 예수님의 ସେ ଶହୀଦ ହୋଇ ଯୀଶୁଙ୍କ ନିମନ୍ତେ ଆପଣା ଅତ୍ୟଧିକ ପ୍ରେମ ଦେଖାଇଲେ। 나타냈고 ଯେତେବେଳେ ଆମେ ପିତର ବିଷୟରେ ଚିନ୍ତା କରୁ, ଯିଏ ଏହା ଜୋର ଦେଉଥାଏ କି ସେ ଏହି ପ୍ରକାର କ୍ରୁଶରେ ବିଧ ହେବାର ଯୋଗ୍ୟ ନୁହନ୍ତି, କାରଣ ସେ ଜଣେ ପାପୀ ଅଟେ କହିଲେ, ମୋତେ ଯୀଶୁଙ୍କ ପରି କ୍ରୁଶରେ ସିଧା ବିଧ କରାଯାଇ ପାରିବ ନାହିଁ। ଆଉ ତାଙ୍କୁ ଉଲ୍ଟା ଝୁଲାଇ ଦେବାକୁ ଭିକ୍ଷା କଲା ଓ ଅନୁରୋଧ ଅନୁସାରେ ମରିଗଲା। 물로 매달린 채 죽임을 당했던 그 베드로의 일화를 바라보게 되면 우리 역시 ତେବେ ଆମମାନଙ୍କୁ ମଧ୍ୟ ଏହି ସୁସମାଚାର ମାର୍ଗରେ ଚାଲିବା ପାଇଁ ଦୃଢ଼ ସଂକଳ୍ପ ନେବା ଉଚିତ, ଯାହା ଉପରେ ବିଶ୍ୱାସର ପୂର୍ବପୁରୁଷ ପରମେଶ୍ୱରଙ୍କ ପ୍ରତି ଅତ୍ୟଧିକ ପ୍ରେମର ସହିତ ଚାଲୁଥିଲେ। 오늘 내가 걷고 ଯଦି ଆଜି ଆମମାନଙ୍କୁ ସୁସମାଚାରର ମାର୍ଗ କଠିନ ଓ କ୍ଳାନ୍ତ ଲାଗିଥାଏ, ତେବେ ଆମମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ଅଛି। କ'ଣ ମୁଁ ବାସ୍ତବରେ ପରମେଶ୍ୱରଙ୍କୁ ପ୍ରେମ କରେ? 사랑하는 ମୁଁ 분과 ଯାହାକୁ ପ୍ରେମ କରେ ତାହାଙ୍କ ସହିତ ଚାଲୁଅଛି? ଆଉ ପୁଣି କ'ଣ ଏହି ଯାତ୍ରା ବିରକ୍ତ ଲାଗିବା ଠିକ୍ ଅଟେ? 이 길이 과연 지칠 만한 କ'ଣ ଏହି ଯାତ୍ରା କ୍ଳାନ୍ତ ବା ନିରର୍ଥକ ଲାଗିବା ଉଚିତ? 없는 길인가 생각을 해봐야 되겠습니다. 그렇지 ଯଦି ଏପରି ଅଟେ, ତେବେ ଆମ୍ଭମାନଙ୍କୁ ଆପଣା ବିଶ୍ୱାସର ଜୀବନକୁ ପୁଣି ଥରେ ନୂତନ କରିବାର ଆବଶ୍ୟକତା ଅଛି। ଆମ୍ଭମାନଙ୍କୁ ଚିନ୍ତା କରିବାର ଦରକାର, କ'ଣ ମୋଠାରେ ପରମେଶ୍ୱରଙ୍କ ପ୍ରତି ପ୍ରେମ ଅଛି? ଯେତେବେଳେ ଆମମାନଙ୍କଠାରେ ପ୍ରେମ ନଥାଏ, ସେତେବେଳେ ଆମ୍ଭେମାନେ ଅସୁବିଧା ଓ ଅସୁବିଧାଜନକ ସ୍ଥିତି ବିଷୟରେ ଅଭିଯୋଗ କରିବା ଆରମ୍ଭ କରିଥାଉ ଓ ଅସୁବିଧାଜନକ ବସ୍ତୁ ଉପରେ ଧ୍ୟାନ ଦେବାକୁ ଲାଗିଥାଉ। 수밖에 없는 것 같습니다. 런던에서 ଲଣ୍ଡନରୁ ପ୍ୟାରିସ୍ ପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ମାର୍ଗ। 그건 ଏହା ପରିବହନର ଭୌତିକ ସାଧନ ବିଷୟରେ ନୁହେଁ। ମନୋବିଜ୍ଞାନିକ ଭାବରେ 빠른 길이 ସବୁଠାରୁ କ୍ଷିପ୍ର ମାର୍ଗ ତାହା ସହିତ ଯିବା ଉଚିତ ଯାହାକୁ ଆପଣ ପ୍ରେମ କରନ୍ତି। ଯଦି ଆପଣ କୌଣସି ଏପରି ବ୍ୟକ୍ତି ସହିତ ଯାଆନ୍ତି ଯାହାକୁ ଆପଣ ପ୍ରେମ କରନ୍ତି, ତେବେ ଏହା ସବୁଠାରୁ କ୍ଷିପ୍ର ମାର୍ଗ ଅଟେ, ହଁ ନା? 두 엄마 ଯେତେବେଳେ 2 ଜଣ ମାତା ଦାବି କଲେ କି ବାଳକଟି ତାହାଙ୍କ ଅଟେ, 얘기했을 때 ତେବେ ସୋଲୋମନ ନ୍ୟାୟ କଲେ। 했습니다. କାରଣ ସେ ଦୁହେଁ ଦାବି କରୁଥିଲେ କି ବାଳକଟି ତାହାଙ୍କ ଅଟେ। ଏଥିପାଇଁ ସୋଲୋମନ କହିଲେ, ବାଳକକୁ 2 ଖଣ୍ଡ କର ଓ ଅର୍ଦ୍ଧେକ ଜଣକୁ ଆଉ ଅର୍ଦ୍ଧେକ ଅନ୍ୟ ଜଣକୁ ଦିଅ। ତେବେ ସେମାନଙ୍କ ମଧ୍ୟରେ ଜଣେ କିପରି ପ୍ରତିକ୍ରିୟା କଲା? ସେ ନାହିଁ ମୋହର ହଉ ନାହିଁ ତାହାର ହଉ, ତାକୁ 2 ଖଣ୍ଡ କର, ଏହା ଠିକ୍ ଅଟେ। 논리적으로는 아주 ଯୁକ୍ତିଯୁକ୍ତ ଭାବରେ ଏହା ଉଚିତ ଲାଗେ। 그러나 ବରଂ ସତ୍ୟମାତା କ'ଣ ଉତ୍ତର ଦେଲା? 내 것이 ଆପଣଙ୍କୁ ମୋତେ ବାଳକଟି ଦେବାର ଦରକାର ନାହିଁ, ତାହାକୁ ମାର ନାହିଁ, ଆଉ ଜୀବିତ ବାଳକ ତାହାକୁ ହିଁ ଦେଇଦିଅ। 이 솔로몬이 그 ସଲୋମନ ତାହାଙ୍କ ବ୍ୟବହାର ଦ୍ୱାରା ଏହା ଦେଖିପାରିଲେ 내용인지 가짜 엄마인지 କି ତାହାଙ୍କ ହୃଦୟରେ କ'ଣ ଅଛି। 그 ପୁଣି ସତ୍ୟ ମାତା କିଏ ଅଟେ ଓ ମିଥ୍ୟା ମାତା କିଏ ଅଟେ, ହଁ ନା? 누가 ସେ ମିଥ୍ୟା ମାତା ଠାରୁ ସତ୍ୟ ମାତା ମଧ୍ୟରେ ପ୍ରଭେଦ କରିପାରିଲେ। ସେହି ପ୍ରକାର ପରମେଶ୍ୱର ଏହା ଦେଖିବାରେ ସକ୍ଷମ ଅଟନ୍ତି କି କିଏ ବାସ୍ତବରେ ତାଙ୍କୁ ପ୍ରେମ କରନ୍ତି ଓ କିଏ ନାହିଁ। 수가 있고 가려낼 수가 있습니다. 우리가 ବର୍ତ୍ତମାନ ଆମେ ପ୍ରଚାରର ମାର୍ଗରେ ଚାଲୁଅଛୁ। ଯଦି ଆମେ ପ୍ରତ୍ୟେକ ସେହି ବସ୍ତୁରେ ଯଦିଓ ତାହା କେତେ ଛୋଟ ହେଉନା କାହିଁ ଆନନ୍ଦ ଓ ଖୁସି ରଖୁନାହିଁ, ଯାହା ଆମେ ସୁସମାଚାର ପାଇଁ କରିଥାଉ, ତେବେ ଆମ୍ଭକୁ ଆପଣ ବିଶ୍ୱାସକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି। 모든 신앙의 그 길들을 재정비해 볼 필요가 있습니다. କ'ଣ ମୋ ବିଶ୍ୱାସର ତେଲ ସମାପ୍ତ ହୋଇଯାଇଅଛି? କ'ଣ ମୋତେ ଏହା ପୁଣି ଭର୍ତ୍ତି କରିବାର ଆବଶ୍ୟକତା ଅଛି? 필요가 있습니다. ଯୀଶୁଙ୍କ ପୁନରୁତ୍ଥାନ ହେବା ପରେ ସେ ଶେଷ ଥର ପିତରଙ୍କ ସହିତ ସାକ୍ଷାତ କଲେ ଓ ତାଙ୍କୁ 3 ଥର ପଚାରିଲେ, 네가 ତୁମେ କ'ଣ ମୋତେ ପ୍ରେମ କରୁଅଛ? ହଁ ପ୍ରଭୁ। 네가 나를 사랑하는 ତୁମେ କ'ଣ ମୋତେ ପ୍ରେମ କରୁଅଛ? ହଁ ପ୍ରଭୁ। ତୁମେ କ'ଣ ମୋତେ ପ୍ରେମ କରୁଅଛ? 주께서 ପ୍ରଭୁ, ଆପଣ ମୋ ଠାରୁ ଭଲରେ ଜାଣନ୍ତି କି ମୋ ହୃଦୟରେ କ'ଣ ଅଛି। ମୁଁ ଆପଣଙ୍କୁ ପ୍ରେମ କରେ ପ୍ରଭୁ। ତାହେଲେ ମୋର ମେଷମାନଙ୍କୁ ଚରାଅ। ସମସ୍ତେ ଲୋକେ 하나님을 진짜 ଯଦି ପରମେଶ୍ୱରଙ୍କ ଠାରେ ସତ୍ୟ ପ୍ରେମ କରୁ, ତେବେ ଆମେ ସମସ୍ତଙ୍କୁ ଏହା କରିବାରେ ଖୁସି ହେବା ଦରକାର ଯାହା ପରମେଶ୍ୱର ଆମ୍ଭମାନଙ୍କୁ କରିବାକୁ କହିଛନ୍ତି, ହଁ ନା? 되지 않겠습니까? ଆସନ୍ତୁ ଆମେ ପିତା ଓ ମାତାଙ୍କ ପ୍ରତି ପ୍ରେମର ସହିତ
आपण बड़का जीवन पाई परमेश्वर को अनुरोध को पूरा करिबा। जेतेबेले आपण बाइबल पढ़ंती तेबे एहा चिंता करूथाई प्रत्येक पृष्ठ को पढ़िबा को चेष्टा करंतु कि एहा एक पत्र अटे जहाकु मोर प्रिय परमेश्वर मते पठाइछंती। एहा ताहांको एक पत्र अटे जहाकु मु प्रेम करे। आम्भकु केवल बुद्धि रे न बुझिबा उचित किंतु आम्भ मानकु हृदय रे परमेश्वरको वाक्य को स्वीकार करिबार चेष्टा करिबा उचित। आम्भकु गोटिए कथा को मध्य विकृत न करिबा उचित बा ताहांको वाक्य रे किछि मध्य जोग बा ह्रास न करिबा उचित। परमेश्वर सही लोकंको पाई और ताहांको भविष्य पाई वाक्य लेखिले जो माने परमेश्वर को प्रेम करंती हना। आसंतु आमे प्रथम कोरिन्थियो अध्याय 2 ऊपर एक नजर देबा। अध्याय 2 पद 8 रे एहा लेखा अछि, एही जुगर नेता मानक मध्य रे केही ताहा जानि नाहांती कारण से माने ताहा जानिथिले गौरवमय प्रभुंको क्रूसरे हत करि नथांते। किंतु जेपरि लेखा अछि, चक्षु जहा देखि नाही, कर्ण जहा सुनी नाही, आ मनुष्यर हृदय रे जहा जात होई नाही, जे समस्त विषय ईश्वर आपण प्रेमकारी लोकमानंक निमंते प्रस्तुत करियछंती। परमेश्वर आम्भ मानंकु बहुत प्रेम करंती। परमेश्वर आम्भकु एते प्रेम करंती कि से स्वर्गीय सिंहासन को पछकु छाड़ी देले। परमेश्वर आम्भकु मृत्यु पर्यंत मध्य प्रेम करंती। परमेश्वर आम्भकु दुनिया रे केही अन्य ठारू अधिक प्रेम करंती। आ आम्भकु एहा कहूथाई मध्य सेतेबेले मध्य बुझंती जेतेबेले आम्भे एते अपरिपक्व अटुकी से एही कारणरू एपरि व्यवहार करिथिबो, सेही कारणरू से एपरि व्यवहार करिथिबो। परमेश्वरଙ୍କ ଠାରୁ ଅଧିକ କିଏ ମଧ୍ୟ ଆମକୁ ବୁଝି ପାରିବ ନାହିଁ, ସାନ୍ତ୍ୱନା ଦେଇ ପାରିବ ନାହିଁ ଓ ସ୍ନେହ କରି ପାରିବ ନାହିଁ। परमेश्वर आम्भे आपणा प्रेमी संतान मानक निमंते जो दुनिया प्रस्तुत करिसंती ताहा एक एपरि दुनिया अटे जहाकु कोनोसी चक्षु देखि नाही ओ कर्ण सुनी नाही। आउ ताहा एपरि दुनिया अटे जहा मनुष्यଙ୍କ बुद्धि रे आसी नाही। जदियो आम्भे स्वर्ग रे पाप कलु और आम्भकु एही पृथ्वी रे बहिष्कार करि दिया गला, किंतु परमेश्वर अतीत रे करिथिबा आम्भमानक समस्त अपराध को घोड़ाई देले आ आम्भकु स्वर्गीय घर को फेरी जिबा और महिमार मुकुट प्राप्त करिबार मार्ग खोली देले। एठारे केवल गोटिए वस्तु अछि जहा आम्भमानक ठारे हेबा दरकार, ताहा परमेश्वरଙ୍କ प्रेम अटे। जे पर्यंत आम्भे परमेश्वरଙ୍କୁ प्रेम करू, परमेश्वर सबु किछि दियंती। समस्त लोके आज बाइबल रो शिक्षा द्वारा आसंतु आम्भे एहा चिंता करिबा कि परमेश्वर आम्भकु केते प्रेम करंती। आम्भकु ताहा विषय रे आउ 10 थर एहा पर्यंत कि 100 थर मध्य चिंता करिबार आवश्यकता अछि। जदि आम्भे कोनोसी एपरि व्यक्ति सहित चालू अछु जहांकु आम्भे प्रेम करू, तेबे कोनोसी समस्या नाही कि लक्ष्य स्थान केते दूर अछि। आम्भे हाथ धरी एक संगरे चालू थाई खुशी और आनंदित रहिबा। जदियो पथ केते लंबा हेउना काहे और आगकु मध्य केते बाधा आसुना काहे, किंतु यात्रा से पर्यंत खुशी रहिबो जे पर्यंत आम्भे ताहा सहित अछु जहाकु आम्भे प्रेम करू। स्वर्ग राज्यर मार्ग रे आम्भमानक प्रेमी परमेश्वर आम्भमानक सहित चालुछंती। परमेश्वर आम्भमानक सहित अछंती, किंतु आम्भे अभियोग करूथाउ। परमेश्वर बादलर स्तंभ और अग्निस्तंभ द्वारा आम्भमानकु निश्चित रूप से देखांती कि से आम्भमानक संगरे अछंती, किंतु आम्भे परमेश्वर को देखिबारे मध्य एहा न जानू कि आम्भे परमेश्वर को केउ प्रकार प्रेम करू। एहार कारण एहा अटे कि आम्भे केवल प्रेम प्राप्त करिबार अभ्यस्त अटू। एतिपई जेतेबेले परमेश्वर आम्भकु नूतन नियम देले सेतेबेले से आम्भकु कोन करिबाकू कहिले, एक अन्य सहित प्रेम कर। परमेश्वर कहिले कि आम्भकु नाही केवल प्रेम प्राप्त करिबार अछि किंतु प्रेम देबार अछि, हना। लोकंक मध्य प्रेमर आवश्यकता अछि, किंतु आज आसंतु आम्भे पुणी थरे परमेश्वरଙ୍କ प्रति अपना प्रेम विषय रे चिंता करिबा। कोन मु खुशीर सहित विश्वासर मार्ग रे चालू अछि और परमेश्वरଙ୍କ सहित समय अतिबाहित करू अछि? कोन मते परमेश्वरଙ୍କ सहित वाक्यर अध्ययन करिबारे आनंद हेउछि? परमेश्वर कहिले कि से पृथ्वी रे हजि जाइथिबा माननकु खोजिबाकू आसीथिले, किंतु कोन मु स्व इच्छा रे हजि जाइथिबा माननकु खोजु अछि? कोन मते एपरि करिबारे खुशी अनुभव हेउछि? जदि आम्भे एपरि न करिबा तेबे आम्भकु जणाथिबा उचित कि परमेश्वरଙ୍କ प्रति आम्भ माननक ठारे प्रेम नाही। सेही विषय रे आमे स्वर्ग राज्य रे जीवाकू आशा करि परिबा नाही।
믿음의 기름 ଏବେଠାରୁ ଆସନ୍ତୁ ଆମେ ବିଶ୍ୱାସର ପର୍ଯ୍ୟାପ୍ତ ତେଲ ପ୍ରସ୍ତୁତ କରିବା। ପ୍ରଥମ ଆଜ୍ଞାରୁ ଆରମ୍ଭ କରି ଯାହା ପରମେଶ୍ୱରଙ୍କ ଠାରେ ପ୍ରେମ କରିବା ଅଟେ, ଆମ୍ଭକୁ ପରମେଶ୍ୱରଙ୍କ ଆଜ୍ଞାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ। ଆସନ୍ତୁ ଆମେ ମଥିଉ ଅଧ୍ୟାୟ 22 ପଦ 34 ଦେଖିବା। ସେ ସାଦୁକୀମାନଙ୍କୁ ନିରୁତ୍ତର କରିଅଛନ୍ତି। ଏହା ଶୁଣି ଫାରୁସୀମାନେ ଏକତ୍ର ହେଲେ, ଆଉ ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲା, ହେ ଗୁରୁ, ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ? ସେ ତାଙ୍କୁ କହିଲେ, ତୁମେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। 이것이 크고 첫째 되는 계명이라고 했습니다. ଆଜି ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନଙ୍କ ପାଇଁ ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ମାମଲା ଅଟେ। ସମଗ୍ର ବ୍ରହ୍ମାଣ୍ଡ ପରମେଶ୍ୱରଙ୍କ ଅଟେ। କ'ଣ ଆପଣଙ୍କୁ ଲାଗେ କି ପରମେଶ୍ୱର ଆମ୍ଭ ମନୁଷ୍ୟମାନଙ୍କ ଠାରୁ ପ୍ରେମ ଆଶା କରନ୍ତି? ଯେଉଁମାନେ ଏହି ପୃଥିବୀରେ ବଞ୍ଚୁଛନ୍ତି, ଯେଉଁମାନଙ୍କ ଅସ୍ତିତ୍ୱରେ ବ୍ରହ୍ମାଣ୍ଡରେ କୌଣସି ତଫାତ ପଡ଼େ ନାହିଁ, କ'ଣ ଆପଣଙ୍କୁ ଲାଗେ କି ପରମେଶ୍ୱରଙ୍କୁ ବାସ୍ତବରେ ଆମ୍ଭମାନଙ୍କ ପ୍ରେମର ଆବଶ୍ୟକତା ଅଛି? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ବା ନାହିଁ, ପରମେଶ୍ୱରଙ୍କ ଠାରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ। କିନ୍ତୁ ଯଦି ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ ନ କରୁ, ତେବେ ଆମ୍ଭେ କାହା ଉପରେ ଧ୍ୟାନ ଦେଇଥାଉ? ଆମ୍ଭେ ମୃତ୍ୟୁର ମାର୍ଗରେ ଧ୍ୟାନ ଦେଇଥାଉ, ଯେଉଁଥିରେ ଶୟତାନ ଆମ୍ଭକୁ ନେଇଯାଏ। ଏହା ଏଥିପାଇଁ ଅଟେ କାରଣ ଆମ୍ଭମାନଙ୍କ ଚକ୍ଷୁ ଧୋକା ଖାଇଥାଏ, ଯେମିତିକି ସେଠାରେ ବହୁତ ଖୁସି, ଆନନ୍ଦ ଓ କିଛି ଅଦ୍ଭୁତ ଅଛି। ପରମେଶ୍ୱର ଚିନ୍ତା କରନ୍ତି କି ଆମ୍ଭେ ନର୍କରେ ଅନନ୍ତ ଦଣ୍ଡରେ ପ୍ରବେଶ କରିବା। ଏଥିପାଇଁ ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ ପରମେଶ୍ୱର ଆମ୍ଭକୁ କହିଲେ, ମୋତେ ପ୍ରେମ କର, ପରମେଶ୍ୱରଙ୍କୁ ପ୍ରେମ କର। ଯଦି ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ, ତେବେ ଆମ୍ଭେ ତାହା ନ କରିବା ଯାହା ପରମେଶ୍ୱରଙ୍କୁ ପସନ୍ଦ ନାହିଁ, ହଁ ନା? ସେହି ପ୍ରକାର ପରମେଶ୍ୱର ଆମ୍ଭକୁ ନର୍କରେ ଯିବାରୁ ରକ୍ଷା କରିପାରିବେ। ଏଥିପାଇଁ ପରମେଶ୍ୱର ଆମ୍ଭକୁ ସର୍ବପ୍ରଥମେ ପରମେଶ୍ୱରଙ୍କୁ ପ୍ରେମ କରିବାର ଆଜ୍ଞା ଦେଲେ। ତେବେ ପ୍ରଥମ ଓ ସବୁଠାରୁ ବଡ଼ ଆଜ୍ଞା ଏହା ଅଟେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। ଦ୍ୱିତୀୟଟି, ଏହାର ସଦୃଶ୍ୟ ତୁମ୍ଭେ ଆପଣା ପ୍ରତିବାସୀ କି ଆତ୍ମତୁଲ୍ୟ ପ୍ରେମ କର। ଏହି ଦୁଇ ଆଜ୍ଞା ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ। ସମସ୍ତ ଲୋକେ ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରଥମ ଓ ସବୁଠାରୁ ଶ୍ରେଷ୍ଠ ଆଜ୍ଞାକୁ ମଧ୍ୟ ପାଳନ କରି ନ ପାରିବା, ତେବେ ଆମ୍ଭେ ଆଉ କିଛି କରିପାରିବା ନାହିଁ। ଏହା ସବୁଠାରୁ ଆଧାର ସଦୃଶ୍ୟ ଅଟେ। ପରମେଶ୍ୱର ଦୁନିଆ ସହିତ ପ୍ରେମ କଲେ। ପରମେଶ୍ୱର ଆପଣା ସବୁଠାରୁ ପ୍ରିୟ ଓ ଏକମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ କ୍ରୁଶରେ ଦେଇଦେଲେ। ଠିକ୍ ଯେପରି ଅବ୍ରାହମ ମୋରିଆ ପାହାଡ଼ରେ ଇସହାକଙ୍କୁ ସମର୍ପଣ କରିଥିଲେ। 우리 구원을 위해서 십자가에 내놓지 않으셨습니까? 이런 모든 문제 ଏହି ମାମଲାରେ ପୁଣି ଥରେ ବିଚାର କରୁଥାଇ ମୋତେ ଆଶା ଅଛି କି ପରମେଶ୍ୱରଙ୍କ ଆଜ୍ଞା, ପରମେଶ୍ୱରଙ୍କୁ ପ୍ରେମ କର ରେ ତାଙ୍କ ମହାନ ଇଚ୍ଛାକୁ ବୁଝୁଥାଇ ଆମ୍ଭେ ସ୍ୱର୍ଗର ରାଜ୍ୟରେ ଏକ ସଠିକ ସ୍ୱାଗତ ପ୍ରାପ୍ତ କରିବା। ଯେହୋଶୁୟ ଓ କାଲେବ ସେହି ପରମେଶ୍ୱରଙ୍କୁ କେବଳ ଜାଣୁନଥିଲେ, ଯିଏ ବାଦଳର ସ୍ତମ୍ଭ ଓ ଅଗ୍ନିର ସ୍ତମ୍ଭ ତୁଲ୍ୟ ଆସିଥିଲେ, କିନ୍ତୁ ସେମାନେ ତାଙ୍କୁ ପ୍ରେମ କରୁଥିଲେ। ଏଥିପାଇଁ ପରମେଶ୍ୱର ଯାହା କିଛି ମଧ୍ୟ ଆଜ୍ଞା ଦେଉଥିଲେ, ସେମାନେ ତାହା ଖୁସିରେ ପୁରା କରିବାରେ ସକ୍ଷମ ଥିଲେ। ପରମେଶ୍ୱର ସେମାନଙ୍କୁ ଯାହା କିଛି ମଧ୍ୟ କରିବାକୁ କହିଲେ, ତାହା ସେମାନଙ୍କ ପାଇଁ ପ୍ରାଥମିକତା ହୋଇଗଲା। ଏପରି ଏଥିପାଇଁ କାରଣ ସେମାନେ ତାଙ୍କ ବାକ୍ୟ ଥିଲେ, ଯାହାଙ୍କୁ ସେମାନେ ପ୍ରେମ କରୁଥିଲେ। ଏହି ପ୍ରକାର ସେମାନେ ଦୁଗ୍ଧ ଓ ମଧୁରେ ପ୍ରବାହିତ କିନାନ ଦେଶକୁ ପ୍ରାପ୍ତ କରିବାରେ ସକ୍ଷମ ଥିଲେ, ହଁ ନା? କିନ୍ତୁ ଅନ୍ୟ ସମସ୍ତେ ସକ୍ଷମ ନଥିଲେ। ଆମ୍ଭମାନଙ୍କ ପାଇଁ ଆଜି ମଧ୍ୟ ଏପରି ଅଟେ। ଆସନ୍ତୁ ଆମ୍ଭେ ଆପଣା ପୂର୍ବଗତ ବିଶ୍ୱାସର ଜୀବନ ବିଷୟରେ ବିଚାର କରିବା। କ'ଣ ଆମ୍ଭମାନଙ୍କ ବିଶ୍ୱାସର ପ୍ରତ୍ୟେକ ପଥ ପରମେଶ୍ୱରଙ୍କ ସହିତ ଚାଲିବାର ଏକ ଖୁସି କ୍ଷଣ ଥିଲା? କ'ଣ ଆମ୍ଭେମାନେ ସବୁଠାରୁ କଠିନ ମାର୍ଗରେ ଚାଲିନାହୁଁ, ଯଦିଓ ହିଁ ଏକ ବହୁତ ସହଜ ମାର୍ଗ ଅଛି? ମୋର ଆଶା ଅଛି କି ଆମ୍ଭେ ଶାରୀରିକ କଷ୍ଟଗୁଡ଼ିକର ସାମ୍ନା କରିବା ସହିତ ମଧ୍ୟ ଆପଣା ହୃଦୟରେ ଶାନ୍ତି ଓ ଆନନ୍ଦର ସହିତ ବିଶ୍ୱାସର ଜୀବନଯାପନ କରିବା। ପୁଣି ଥରେ ଆମ୍ଭମାନଙ୍କୁ ନିର୍ଦ୍ଦେଶିତ କରିବା ଓ ସର୍ବଦା ନିମନ୍ତେ ମାର୍ଗଦର୍ଶନ କରିବା ପାଇଁ ମୁଁ ବାସ୍ତବରେ ଏଲୋହିମ୍ ପରମେଶ୍ୱର ପିତା ଓ ମାତାଙ୍କୁ ଧନ୍ୟବାଦ ଦେଉଅଛି। ଆଶା କରୁଅଛି କି ଆପଣ ବହୁତ ଅନୁଗ୍ରହ ପ୍ରାପ୍ତ କଲେ। ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।